सही पड़ चोर 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 ए बाहर चौकीदार रात्रि की हो चली जाए चली पड़ा कति की हो मुखरे छाड़ू टिकी आसुअछि अधा राति की हो देखिले मोर नाथी होइबा खंडपड़ा जा 10 पला जा गोड़ा जा कोआड़े जीबी कहि क्षेत्रवासी हे क्षेत्रवासी है फेरे केउडे डाकलाई क्षेत्रा हां मता डाकि जी अरे ए नमस्कार हां हां अरे तोरा हुरी चाकरिया जेग अछि बड़ बाबू मते छाडु छथि अच्छा हम कहली तू जो आसुनु गाँ आड़े हमरो मु कहली रिटायर्ड हो गलानी बोली जी आउची से कचे बसुटा हां 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 जो बाबू आउची कचे बसुटा अच्छा अच्छा बला मु किछि जानि नी हां मते टिके कोहा कोई को दे बसुटा ए दे चले से जाओ तू घुसुर लागे चलौथु कोन मोल्ला पर्यंत जहा जड़ा पड़ुची अच्छा अच्छा हो हो जे कोन कोन कहि जानछु हां बड़ बाबू आसीची हां आसी के ठीक घर खंडे करी साइलानी सत हां केमतिया घर कोन केनि कहलु ए बड़ बाबू कर घर काठो इटा पत्थर से कीरे लगी लेटर पड़ा ए बड़ा अच्छा अच्छा ताले से बाबू आसी एटे घर खंडे कर देले बसा घर नथेला तो काम चला को रहि जाइसिंदी जे एकेला आसी ना ता परिवार सह आसिंदी ना ना परिवार सहित परिवार सह कहलु सब केमति लोक से ता घर को जाई थी हां कोन देइथला जानि छु कहलु हला चियारू के देला अरे चेयर बेंच थोइला तापर तते खली पत्रे बसेला खाली को खाइया को देला कहलु भलो भलो जिनिस आनी थला हां चना पड़ माल पुआ चना पड़ माल पुआ देला देला खुदा मिला
ତେତେରା ତୁ ବଡ ବାବୁଙ୍କ ନାଁରେ ଏଠି ବଦନାମ କରୁଛୁ ଆମ ଗାଁରେ। ଆମ ଗାଁରେ ଯଦି କିଏ ଫୋନ କରିଦବ ତୋ ଚାକିରି ଯିବ, ଆମ ଗାଁ ଲୋକେ ବ୍ଲେମ ହେବେ। ବଦଲାମି କଲି ବଦଲାମି କେତେବେଳେ କଲି? ଆଉ ସେ ତତେ ଦେଲେ ଖୁଦ ଆମ୍ବିଳ ଖାଇବାକୁ, ଖଲି ପତ୍ର ବସିବାକୁ, ଛୋଟ କଥା ଯାଇଥିଲି ଯାହା ଦେଇଥିଲେ ସେୟା କହୁଛି। ହଁ ସେଇ କଥା କହିଲି ଆଉ ଖରାପ କଣ? ନାଇଁ ନାଇଁ ସେରା ଆମକୁ ତୁ ଶୁଣାନି। ଶୁଣ ମ ତା ମା କଥା ଶୁଣୁନୁ। ତା ମା କଥା ତା ଘରକୁ ତା ମା ଯାଇଥିଲି ଯେ ତା ମା କଣ କରୁଥିଲା ଜାଣିଛୁ? କହିଲୁ ଆରେ ଥାନା ଯାଇଥିଲି ତୋଳୁଥିଲା କେତେ ପତାର ତାହେଲେ ତମରି ବରାଦ ଲୋକ ସେ ହେଇଥିବ ଆଉ କଣ? ଯେ ଏବେ ନୂଆ ନୂଆ ଚାକିରି ତା ପୁଅ ତ ମାର ହିଁ ଅଭ୍ୟାସ ଅଛି ବୋଲି କରୁଛି ଲୋଭରେ। ତା ସ୍ତ୍ରୀ କଣ କହୁଛି ଜାଣିଛୁ ତାକୁ? ତା ସ୍ତ୍ରୀ କଣ କହୁଛି କହିଲୁ? ଆରେ ତା ମାଇ ପକାଳି ଅତି ଅଲି ଅଳି ମାଇ ପକାଳି ଅତି ଅଲି ତାକୁ ଦିଏ ଠେଙ୍ଗା ପାହାର ঠিক সত কথা কহিলু। আরে চোর চোরি করিকি পড়াইথেবে, নির্দোষী লোক নেইকি পচরা উচরা করিকি মাড়। সে যে অন্যায় অনীতি করুଛନ୍ତି তাଙ୍କ স্ত্রী মানে তাকে হিন্দি সজা দଉଛନ୍ତି। ଆଉ ହଉ ତୁ ବହୁତ ଯଦି ତାଙ୍କ ବିରୁଦ୍ଧରେ ଏଠି କହିବୁ କହିଲି ପରା ଆମ ଗାଁକୁ ବିପଦ। ଆଉ କଣ ମୁଁ ଅଛି ତୁ ରକ୍ଷା କରିଦେବୁ? ଆଚ୍ଛା ଆଚ୍ଛା ମୁଁ କହିଲେ ରକ୍ଷା ହବନି? ହଁ ତୋ କଥା ରଖିବେ। ତୁ କୋଉଠି ଗଞ୍ଜେଇ ବେପାରୀ, କୋଉଠି ମଦ ବେପାରୀ, କୋଉଠି ଅଫିମ ଜଣେ ଭୁଜିଆଲି ବାରିକି ଯାଉଛି, ତୁ ଯିବୁ କାଢିକି ମୁକୁଳିଲା ବେଳକୁ ତୁ ମଲୁ। ଏଇଆ ତ ଚାଲିଛି। ଏଇଟା ତ ଆଉ ଥାନାରେ ଆଉ ହଉ ଯେ ସେ ତୁ ସେ କଥାରୁ କଣ ମିଳିବ? ଯିଏ ଯୋଉ କର୍ମ କରିବ ସେ ଫଳ ପାଇବ। ତତେ ଆମେ କାହିଁ ଡକେଇଲୁ ବୁଝିଲୁ କି? କଣ ପାଇଁ ଡାକିଲୁ କହିଲୁ? ଆରେ କୁଆଡୁ ବାହାର ରାଜ୍ୟରୁ ଶବର ଶବରଣୀ ଆସିଥିଲେ 2 ଜଣ। ସେ ଗାଁ ମୁଣ୍ଡ ସ୍କୁଲ ଠି ଦିନେ ବେଳିଆ ରହିଲେ, ସେ ଦେଖିଲେ କୋଉଠି ହରଡ଼ ଅଛି। ସେ ବର ଗଛ ପୋଖରୀ ହୁଡା ବର ଗଛ ଠି ଯାଇକି ସେଠି ହରଡ଼ ମାରୁଥିଲେ। ବୁଝି ଆସିବୁ ଗାଁ ପିଲେ ସବୁ ଦୌଡିଛନ୍ତି ଦେଖିବାକୁ। ତାହେଲେ ଯାଉଛି ମୁଁ ଦେଖୁଛି। ଯା ଚଞ୍ଚଳ ଯା। କଣ ଘଟଣା ହେଇଛି ଦେଖିବା କଣ। କିଏ ସେ ଭାଇ ଆସିଥିଲ? ମତେ ଦେଖି କାହିଁ ଡରି ପଳାଉଛ? କିଏ ସେ ଭାଇ ଆସିଥିଲ? ମତେ ଦେଖି କାହିଁ ଡରି ପଳାଉଛ? କିଏ ସେ ଭାଇ ଆସିଥିଲ? ମତେ ଦେଖି କାହିଁ ଡରି ପଳାଉଛ? ଆରେ ଏଇପଟେ ଶୁଭୁଛି। ଆରେ ଏଇଟା ଗୋଟେ ମାଇକି ନାଠରେ। ଓହୋ ଦେହରେ ଜୀବନ ପଶିଗଲା। ମୁଁ ଭାବିଲି ଭୂତ ବାହାରିଲା। ଆରେ ଯୋଉ ଭଳିଆ ନଟି ହେଇଛି ମୁଁ ଭାବିଲି ଭୂତ ହେଲେ ନଟିରେ ବସିକି କଣ କରୁଛି? ନା ପଚାରିବାକୁ ପଡିବ। ହ୍ୟାଲୋ ଝିଅ, କଣ କହୁଛ ଭାଇ? ତୁ ଏଇ ବୁଦା ମୂଳେ ବସିକି କଣ କରୁଛୁ ବା? ମୁଁ ହେଉଛି ଶବରଣୀ ଭାଇ। ମୋ ପତୁକୁ ଧରି ଚଢାଇ ମାରି ଆସିଥିଲି। ଏଠାରେ ସର୍ପ ଦଂଶନ ହେବାରୁ ବସି କାନ୍ଦୁଅଛି ଭାଇ। କଣ କହିଲୁ? ସର୍ପ ଦଂଶନ ହେଇଛି? ହଁ ଭାଇ। ମାନେ ବଞ୍ଚିଛି ନା ମରିଛି? ମରି ଯାଇଛନ୍ତି ଭାଇ। ଶୋଇଲା ସଚାର। ବାବୁ ଏଇନା ଯାଇଛନ୍ତି ଆଡେ ସିଙ୍ଗାପଡ଼ା, ଫେରିବେ ଏଇପଟେ। ଏ ଝିଅ ତୁ ସତ କଥା କହୁଛୁ ମରିଛି? ହଁ ଭାଇ। ଦେଖି ଟିକେ ଦେଖେଇଲୁ କୋଉଠି ପଡିଛି। ମୁଁ ଟିକେ ଦେଖିଲେ ବିଶ୍ୱାସ କରିବି କେମିତି? ଏଇଠି ଭାଇ। ଦେଖି ଭଲ ଝିଅ। କଣ କହୁଛ ଭାଇ? ଇଏ କେତେ ଦିନ ହେଲା ଗଲାଣି କିଲୋ? ଆଜକୁ 2 ଦିନ ହେଲାଣି ଭାଇ। 2 ଦିନ ହେଲା ଗଲାଣି? ଏ ଖରାରେ ଶୁଖିକି ଶୁକୁଆ ହେଇଗଲାଣି। ଏ ଝିଅ ତୁ ଏ ନଟି ମିଳେ ହେଇତେ ବଛୁ, କାହାକୁ ହେଲେ ଡାକିଲୁନି ଟିକେ? ମୋର କୌଣସି ଉପାୟ ନାହିଁ ଭାଇ। ତୋର ଉପାୟ ନାହିଁ? କେହି ନାହାନ୍ତି? ନାଇଁ ଭାଇ। ଭଲ ହେଲା।
ତୋର କେହି ନାହାନ୍ତି, ମୋର ମଧ୍ୟ କେହି ନାହାନ୍ତି। ମୋର ଥିଲା ମୋ ଚମ୍ପା, ସେ 3 ମାସ ହେଲା କୁଆଡ଼େ କରିଦେଇକି ଯାଇଛି ଫମ୍ପା। ମୁଁ ଏବେ ଫାଙ୍କା। ତୋର ସ୍ୱାମୀ ଯାଇଛି, ମୋର ସ୍ତ୍ରୀ ବି ଯାଇଛି। ମାନେ କେମିତି ଭେଟ ହେଇଛି ଦେଖ, ଭଗବାନ କେମିତି ଭେଟ କରେଇଛନ୍ତି। ଏ କି ଯୋଗେ ହେଲା ଭେଟ, ଏ ଭେଟ ହେଲା ପକେଟ। କଣ କହୁଛ ଭାଇ? ସେ ତ ମରିକି ଶୁକୁଆ ହେଇଗଲାଣି। ତତେ ଗୋଟେ କଥା କହିବି, ରାଜି ହବୁ ଯଦି କହିବି। କୁହ ଭାଇ। କଥା କଣ କି, ସେ ମଲା ଗଲା, ସଂସାରରୁ ଗଲା। ତାକୁ ହିଡ଼ ତଳେ ଗଡ଼େଇ ଦେଇ ଚାଲେ ତୋର ମୋର ପଳେଇବା। ନାଇଁ ଭାଇ, ସେ ମରିଛନ୍ତି, ତାଙ୍କ ସହିତ ମୁଁ ମରିବି ପଛକେ ସେ କଦାପି ହୋଇପାରିବ ନାହିଁ ଭାଇ। ତାହେଲେ ଏଇଠୁ ତାକୁ ଉଠେଇକି ତୁ ଶୀଘ୍ର ଯା। ମୋର କୌଣସି ଉପାୟ ନାହିଁ ଭାଇ। ଆଉ ସିଏ ମରିଛି ଆରେ ଚୌକିଆ ଭାଇ କିରେ, ଗାଳି କରୁ କାହିଁ ଭାଇ କିରେ। ସାତ ଭଉଣୀରେ ମୁଁ ସାନ ଭଉଣୀ। ଗାଳି ସହି ନ ପାରଇ କିରେ, ଆରେ ଚୌକିଆ ଭାଇ କିରେ। ଅନାଥ ଯୁବତୀ ବସି କାନ୍ଦେ, ତାରେ ସାହା ହୁଅ ତୁହି କିରେ, ଆରେ ଚୌକିଆ ଭାଇ କିରେ। ବାମ ହେଲା ବିପତ୍ତି ପଡ଼ିଲା, ଭୋଳାନାଥ କବି କହିକିରେ, ଆରେ ଚୌକିଆ ଭାଇ କିରେ। ଆରେ ସେ କ୍ଷେତ୍ରା ଗଲା, ସେ ବୁଝିକି ଆସିବାକୁ ଯେ କଣ ଏତେ ପର୍ଯ୍ୟନ୍ତ ଫେରିଲାନି। କଣ ଖାଲି ଖାଇବାରେ ଲାଗିଛୁ କିରେ? 2 ଦିନ ହେଲା ଖାଇଲି, ମୋ ପେଟ ପୋଡ଼ି ଯାଉଛି। ଏ ଆଜି ବହୁତ ହି ଗନେ ମିଳିଛି ତ। ହଁ ହଁ ଖାଉଥା, ଏମିତି ଖାଉଥା। ଆରେ ଗୋଟେ ଦାୟିତ୍ୱ କାର୍ଯ୍ୟରେ ଗଲୁ, କଣ ଘଟଣା ହେଲା କହିଲୁନି ଆସିକି ଟିକେ। ନିଶ ଫଳେ ଖାଇଦେଲି। ହଁ ଖସିଗଲାଣି, ଖସିଗଲାଣି। ଚୋବେଇ ଦେଲି ତ, ହଉ। ଉପୁଡ଼ି ଗଲା। ହଉ କଣ କରିବି, ବିକଳିଆ ତ ହେଇକି ଅଛି। କଣ ଘଟଣା ହେଇଛି କହିଲୁ ଟିକେ। ଓହୋ, ଖୁଆ ପିଆଇ ଦବୁନି ତୁ? ନା ନା, ଟିକେ ଖାଉଛି ଗୋଟେ ଦେଖିଆ ଟିକେ ରହିଯିବା ହେରା ନା। ଆରେ ତୁ ଚାକିରି କରିଛୁ ପୁରା, ଦରମା ପାଉଛୁ। ଦରମା ପାଉଛି ବୋଲି କି, ନହେଲେ ମୋ ଉପାସରେ ମରୁଛି। ତୋର କଣ ହେଇଯାଉଛି, ପର ପୁଅ ତା ନା। ଆରେ ସେଇ ବର ଗଛ ମୂଳରେ ତୁ ଜାଣିନୁ? ହଁ ତୁ ଆଗରୁ ଜାଣିଛୁ, ମହାବଳ ଦୁର୍ମ ସାପ ଥିଲା। ବିରାଟ ବଡ ସାପ ଥିଲା ସେଠି। ଆଉ ହେଇଠି ଯାଇକି ଚଢେଇ ମାତ୍ର। ହଁ ଦେଇଛି ତ କଥାରେ ଗାଇଛି। ଆଚ୍ଛା ଆଚ୍ଛା, ତାହେଲେ ସାପୁଟା ମରିଯାଇଛି କିରେ? ଭଲ ହେଲା। ଆଉ କଣ ଏପଟେ ଛେଳି ମେଣ୍ଢା ଯିବା ଆସିବାକୁ ଡରୁଥିଲେ, କେତେ ଛେଳି ମେଣ୍ଢା ସ୍କୁଲ ପିଲା ଯିବା ଆସିବାକୁ ଡରୁଥିଲେ। ତୁ ଗାଁରେ କହିଦେ ସମସ୍ତେ କି ସାପୁଟା ମରିଗଲା ବୋଲି। କାଇଁ ତୁ କହୁନୁ? ଆରେ ତୁ ହେଲୁ ଗ୍ରାମ ରଖି, ଆମେ କହିବୁ କାହିଁ? ହଁ କହିଦେବୁ, ଯିବ ହେଇ ବାଟେ ଗୋଟା ଗୋଟା କରିକି ଗିଳି ନଦବ। ଆରେ କଣ ଖୋଲିକି କହୁନୁ? ଆଲୋ, ସାପ କଣ ମରିଛି? ଆଉ ଚଢେଇଆକୁ ସାପ ଖାଇ ଦେଇଛି। କଣ କରିବା ଏବେ? ଭାରି ଆମେ ଗୋଟେ କଥା କହିଲି। ମୁଁ କହିଲି, ସେ ତ ମଲା ଗଲା, ସଂସାରୁ ଗଲା, ସେ ଆଉ କୋଉ ବଞ୍ଚିବ? ନାଇଁ। ଆହାରି ମୋ ସାଥିରେ ପଳା, ମୋର ତ କେହି ନାହାନ୍ତି। ଆଚ୍ଛା ଆଚ୍ଛା। ମତେ ମନା କଲା, ହେଇପାରିବନି। ନା, ମୁଁ ଯେତେ ବାଗରେ କହିଲି ନାଇଁ କଲା। ଆରେ ନାଇଁ, ସେମାନେ ଯାହା ହାତ ଧରିଥିବେ ଛାଡ଼ିବେନି, ସତୀ କନ୍ୟା ସେମାନେ। ଏବେ କଣ କରିବା କହିଲୁ? ଆଉ ଉପାୟ ବୋଲେ ମୋର କିଛି ନାହିଁ। ଯଦି ଏମିତି ସେ ଜିଦିରେ ଅଟଳ ଅଛି,
ଏଇ ଇଞ୍ଜେକ୍ସନ ଔଷଧ ଚୁମ୍ବକ ଏରା ତ ଆଜିକାଲି ବାବୁ ଆସିବ ଯଦି ମୁଁ ମଲି ହଁ ତାକୁ ଯାହା ଅବସ୍ଥା କରିବେ ଠିକ ରହିବ। ହଁ ହଁ କାହିଁକି 2 ଦିନର ଘଟଣା ତୁ ହଁ। ଥାନାରେ ସମ୍ବାଦ ଦେଇନୁ ତୋ ମୁଁ ଚାକିରି ଯିବ। କହୁଥିଲି ତାକୁ କାହାକୁ କଣ କହିବି ନହେଲେ କହିବେ ବିଷ ଦେଇକି ମାରିଛି ବୋଲି ବାବୁ ଆଚ୍ଛା, ଆଚ୍ଛା। କହିବେ ହଁ, ହଁ, ହଁ। ଥାନାରେ ନେଇକି ଶୁଣିବେ ହଁ ସେ ଗୋଟେ ଉପାୟ ମୋ ମନକୁ ଆସୁଛି। କଣ କହୁନୁ କହ। ଗତିଶ୍ୱର ମହାଦେବ ଅକର୍ମ କର୍ମଦାୟକ ହଁ ସିଏ ବଞ୍ଚେଇଲେ ବଞ୍ଚେଇବେ ନହେଲେ ଅନ୍ୟ ଉପାୟ କିଛି ନାହିଁ। ଆଉ ଏତେ ବେଳକୁ ତୁ ଗୋଟେ କଥା କହିଲୁ ମୋ ମନକୁ ତୁ ଆଇଲା। ଚଞ୍ଚଳ ଯାଇକି ସେ ଝିଅକୁ କହ ସେ କଥା। ମୁଁ ଯାଉଛି ଚଞ୍ଚଳ ଯାଉଛି। ଏ ଝିଅ କଣ କହୁଛ ଭାଇ? ତତେ ତ ଗୋଟେ କଥା କହିଲି ମାନିଲୁନି, ଏବେ ଆଉ ଗୋଟେ କଥା କହୁଛି ଶୁଣ। କୁହ ଭାଇ। କଥା କଣ କି ତୋ ସ୍ୱାମୀକି ଯଦି ପ୍ରକୃତରେ ବଞ୍ଚେଇବାକୁ ଚାହୁଁଛୁ ହଁ ଭାଇ। ସେଇ ବାବା ଗତିଶ୍ୱରେ ତାଙ୍କୁ ମନ ବୋଧେ ସୁମରଣା କରି ଡାକିଲେ ସିଏ ଆସିଲେ ବଞ୍ଚେଇବେ ନହେଲେ ଆଉ କେହି ବଞ୍ଚେଇ ପାରିବେନି। ମୁଁ ନିଶ୍ଚୟ ଡାକିବି ଭାଇ। ତୁ ଡାକେ ତୋ ସାଥିରେ ମୁଁ ମଧ୍ୟ ଡାକୁଛି। ହେ ବାବା କୈଳାସପତି ହେ ଏ ବିପଦରୁ ରକ୍ଷା କର ପ୍ରଭୁ ରକ୍ଷା କର। ଏ ଝିଅ କଣ କହୁଛ ଭାଇ? ଏଇ ରାସ୍ତା ଯୋଉ ଭଳିଆ ହେଇଛି ନା ତୁ 3 ଦିନ ଡାକିଲେ ବି ପ୍ରଭୁ ଆସିବେନି। ମୁଁ ଟିକେ ହାଡ଼ିକି ଡାକି ଦଉଛି ସେ ସଫା ସୁତୁରା କରିଦେବ ତାପରେ ତୁ ସ୍ମରଣା କରିବୁ ହେଲା। ଆରେ ଫକୀରା ଏ ବାପା ଫକୀରା ଟିକେ ଆଇଲେ ରାସ୍ତା ଟିକେ ସଫା କରିଦେଲୁ। ହ୍ୟାଲୋ ଉପସ୍ଥିତ ଦଣ୍ଡଭକ୍ତ ବୃନ୍ଦ ତଥା ସୁଧୀ